ଆପଣଙ୍କର ଭାଇ ଭଉଣୀ ପୁଅ ଝିଅ କି ନାତି ନାତୁଣୀ କିଏ ବାହା ହେବା ପାଇଁ ଯାଉଛନ୍ତି କି ବନ୍ଦ କରିଦିଅନ୍ତୁ। ମୁଁ କହୁଛି ବୋଲି ବନ୍ଦ କରନ୍ତୁନି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପଦେଶ ଡାଇରେକ୍ଟଲି ନୁହଁ, ଇନଡାଇରେକ୍ଟଲି କହିଛନ୍ତି। କ'ଣ କହିଛନ୍ତି? କହିଛନ୍ତି ଯେ ବର୍ଷେ ପାଇଁ ଆପଣ ସୁନା କିଣନ୍ତୁ ନାହିଁ। ଆଉ ଯଦି ସୁନା ନ କିଣିବେ ତାହେଲେ ବାହାଘର କେମିତି ହେବ? ଆମର ଯେଉଁ ରୀତିନୀତି ପ୍ରଥା ପରମ୍ପରା ଅଛି, ବାହାଘର ସମୟରେ ବର କନ୍ୟା ବା ପୁଅ ଝିଅ ପାଇଁ ସୁନାର ଆବଶ୍ୟକତା ଥାଏ। ତେଣୁ ସୁନା ନ କିଣିଲେ ବାହାଘର ବନ୍ଦ। ଚିନ୍ତା କରନ୍ତୁ। ଦ୍ୱିତୀୟ କଥା, ଆପଣ କ'ଣ କାର୍ କି ମୋଟରସାଇକେଲ କିଣିବା ପାଇଁ ମନସ୍ଥ କରିଥିଲେ? କିଣନ୍ତୁ ନାହିଁ। କାହିଁକି? ପ୍ରଧାନମନ୍ତ୍ରୀ ଉପଦେଶ ଦେଲେଣି ଯେ ୱାର୍କ ଫ୍ରମ୍ ହୋମ୍ କରନ୍ତୁ। ଆଉ ଯଦି ୱାର୍କ ଫ୍ରମ୍ ହୋମ୍ କରିବେ କ'ଣ ପାଇଁ? ତେଲ ବଞ୍ଚାଇବା ପାଇଁ। ଆଉ ଯଦି ୱାର୍କ ଫ୍ରମ୍ ହୋମ୍ କରିବେ ତାହେଲେ କାର୍ ଆଉ ମୋଟରସାଇକେଲ ଆଣିକି କ'ଣ ପୂଜା କରିବେ ଗ୍ୟାରେଜରେ? ତେଣୁ କିଣିବା ଦରକାର ନାହିଁ। ଆପଣ ଭାବୁଛନ୍ତି ଯେ ଇଭି କିଣିବେ, ଇଲେକ୍ଟ୍ରିକ୍ ଭେହିକେଲ୍, ସେଥିରେ ଆଉ ସବସିଡ଼ି ମିଳୁନି। ତେଣୁ ଚିନ୍ତା କରନ୍ତୁ କେଉଁଟା କିଣିବେ କେଉଁଟା କିଣିବେ ନାହିଁ। ଆଉ ଗୋଟେ କଥା, ଆପଣ ମାଛ ମାଂସ ଖାଉଥିଲେ, ତାକୁ ବି ବନ୍ଦ କରିଦିଅନ୍ତୁ। ଇଏ ବଡ଼ ଅଦ୍ଭୁତ କଥା। କାହିଁକି? ମାଛ ମାଂସରେ ତେଲ ଦରକାର ଭାଜିବା ପାଇଁ, ରୋଷେଇ କରିବା ପାଇଁ। ତେଲ ଆମଦାନୀ ମଧ୍ୟ ବନ୍ଦ ହେବା ପାଇଁ ବସିଲାଣି। ତେଣୁ ପୋଡ଼ା କିମ୍ବା ସିଝାରେ ଚଳିବାକୁ ପଡ଼ିବ। ଏସବୁ ଶୁଣିକରି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହୋଇଯିବେଣି। ଭାବୁଛନ୍ତି ଆରେ ଏଭଳି ପରିସ୍ଥିତି ଭାରତରେ ହେଇଗଲାଣି, ହେବାକୁ ଯାଉଛି। ତେଣୁ ଆପଣଙ୍କ ମନରେ ଦୁଇଟା ପ୍ରଶ୍ନ ଥିବ। ପ୍ରଶ୍ନ ନମ୍ବର 1 ହେଉଛି ଯେ ଏସବୁ ଯିଏ ଆମକୁ ଉପଦେଶ ଦେଉଛନ୍ତି ସିଏ ଆକୁ ପାଳନ କରୁଛନ୍ତି ଏବଂ ପାଳନ କରିବେ ତ? ମାନେ ରାଲି କରିବେନି, ଗାଡ଼ିରେ ଯିବେନି, ହେଲିକପ୍ଟର ଉଡ଼ାଜାହାଜରେ ଯିବେନି, କୌଣସି ଜାଗାକୁ ବା ବିଦେଶକୁ ଯାତ୍ରା କରିବେନି, ଏସବୁ ସିଏ ନିଜେ ପାଳନ କରିବେ ତ? ବା ସରକାରରେ ବା ପ୍ରଶାସନରେ ଥିବା ସମସ୍ତ ଅଧିକାରୀମାନେ ଆକୁ ମାନିବେ ତ? ଦ୍ୱିତୀୟ ପ୍ରଶ୍ନଟି ଆହୁରି ସିରିୟସ୍ ଟାଇପ୍ର। ଅନେକ ଲୋକ ଏବେ ଚିନ୍ତା କରିବା ଆରମ୍ଭ କଲେଣି ଯେ ଏଭଳି ପରିସ୍ଥିତି କାହିଁକି ଉପୁଜିଲା, ଦାୟୀ କିଏ? ଅନେକ କହୁଛନ୍ତି ଯେ ଆମେ କୁଆଡ଼େ ଆମେରିକାକୁ ଡରିକରି ଇରାନକୁ ଶତ୍ରୁ କରିଦେଲେ, ସେଥିପାଇଁ ଏ ପରିସ୍ଥିତି ଉପୁଜିଛି। କାହିଁକି ନା ଯେତେବେଳେ ହର୍ମୁସ୍ ଦେଇକରି ଯେଉଁ ଜାହାଜ ଆସିବ ଗ୍ୟାସ୍ ବା ତେଲ ନେଇକରି, ସେ ପାକିସ୍ତାନକୁ ଅଟକଉନି, ଚାଇନାକୁ ଅଟକଉନି, ୟୁରୋପିଆନ୍ କଣ୍ଟ୍ରିମାନଙ୍କୁ ଅଟକଉନି, ଆମକୁ କାହିଁକି ଅଟକେଇବ? ତେଣୁ ଆମେ ତା ସହିତ ଶତ୍ରୁତା କଲେ, ତେଣୁ ଆମ ନିଷ୍ପତ୍ତି ପାଇଁ ଆମକୁ ଭୋଗିବାକୁ ପଡ଼ିବ। ଆପଣଙ୍କର ମତାମତ କ'ଣ ଜଣାନ୍ତୁ। ଧନ୍ୟବାଦ।